ଇତିହାସ। ଶବଟେ ପଡ଼ିଥିଲା ଜମି ହୁଡ଼ାରେ। ଦେହରେ ଥିଲା କେବଳ ଲୁଙ୍ଗି ଖଣ୍ଡେ ଓ ମୁଣ୍ଡରେ ଭିଡ଼ା ହୋଇଥିଲା ଗୋଟେ ମସିଆ ଗାମୁଛା। ପାଟିରୁ ବାହାରି ପଡ଼ିଥିଲା ଧଳା ଫେଣ। ଧୀରେ ଧୀରେ ଲୋକମାନେ ଜମା ହୋଇଗଲେ ସେଠି। ବିଭିନ୍ନ ଲୋକ ବିଭିନ୍ନ ପ୍ରକାର କଥା କହିଲେ। ଶାସକ ଦଳ ନେତା ଆସିଲେ, କହିଲେ ଏହା ଚାଷୀ ଜନିତ ଆତ୍ମହତ୍ୟା ନୁହେଁ, ଲୋକଟି ପ୍ରେମ ବ୍ୟାପାର ଓ ମୁଣ୍ଡବାଇଆ ଯୋଗୁଁ ଆତ୍ମହତ୍ୟା କରିଛି। ବିରୋଧୀ ଦଳ ନେତା ଆସିଲେ, କହିଲେ ଏହା ଚାଷୀ ଆତ୍ମହତ୍ୟା। ମୁଣ୍ଡ ଚୁଟି ସଜାଡ଼ି ଗାମୁଛାକୁ ସାଇଜ କରି ପକାଇ ଟିଭିକୁ ଡାକି ବାଇଟ୍ ଦେଲେ ଓ ଚାଲିଗଲେ। ମନ୍ତ୍ରୀ ଆସିଲେ, ଘଟଣାକୁ ଦୁଃଖପୂର୍ଣ୍ଣ କହିଲେ ଓ କ୍ଷତିପୂରଣ ରାଶି ଘୋଷଣା କରି ଚାଲିଗଲେ। ବେପାରୀ ଗୋଷ୍ଠୀ କହିଲେ ଏ ଚାଷୀମାନେ ଗୋଟେ ନାଟକ ଲଗେଇଛନ୍ତି। ମିଡ଼ିଆବାଲା ଆସିଲେ, ଭଲ ଭଲ ଫଟୋ ଉଠାଇଲେ ଓ ଟିଭିରେ ଲାଇଭ୍ ଦେଖାଇଲେ। କିଛି ଲୋକ ଆହା ଚୁ ଚୁ କଲେ ତ କିଛି ପୁଣି ମୁହଁ ବୁଲେଇ ଚାଲିଗଲେ। ବୁଦ୍ଧିଜୀବୀମାନେ ଟିକେ ପାଟିତୁଣ୍ଡ କଲେ, ପୁଣି ଚୁପ୍ ହୋଇଗଲେ। ଶବ ଦେହକୁ ପିମ୍ପୁଡ଼ିର ଲମ୍ବା ଧାଡ଼ିଟିଏ ଲମ୍ବି ଯାଇଥିଲା। ଏହି ସମୟରେ ନୀରବରେ ଗୋଟେ ଜାତିର ଅକୃତଜ୍ଞତାର ଇତିହାସ ଲେଖା ଚାଲିଥିଲା।